ଆଜିର ନୂତନ ଶବ୍ଦଟି ହେଉଛି ADMISSIPILITY। ଆକୁ ଆମେ ଉଚ୍ଚାରଣ କରିବା admissibility। admissibilityର ଅର୍ଥ ହେଉଛି ଯେଉଁ ଜିନିଷକୁ ନିୟମ କିମ୍ବା ଆଇନ ଅନୁସାରେ ଗ୍ରହଣ କରାଯାଇପାରେ ତାକୁ କୁହାଯାଏ admissibility। ଓଡ଼ିଆରେ ଅର୍ଥ ହେଉଛି ଗ୍ରହଣ ଯୋଗ୍ୟତା। ଉଦାହରଣ ସ୍ୱରୂପ ବୁଝିବା, the court discuss admissibility of evidence ମାନେ କୋର୍ଟ ପ୍ରମାଣର ଗ୍ରହଣୀୟତା ଉପରେ ଆଲୋଚନା କରିଥିଲେ। ଡିସ୍କସ୍ର ଅର୍ଥ ହେଉଛି ଆଲୋଚନା କରିଥିଲେ। admissibilityର ଅର୍ଥ ହେଉଛି ଗ୍ରହଣୀୟତା। ଏଭିଡେନ୍ସର ଅର୍ଥ ହେଉଛି ପ୍ରମାଣର। ଦ୍ୱିତୀୟ ଉଦାହରଣ, admissibility depends on rules ମାନେ ଗ୍ରହଣୀୟତା ନିୟମ ଉପରେ ନିର୍ଭର କରେ। admissibilityର ଅର୍ଥ ହେଉଛି ଗ୍ରହଣୀୟତା। ଡିପେଣ୍ଡସର ଅର୍ଥ ହେଉଛି ନିର୍ଭର କରେ। ରୁଲ୍ସର ଅର୍ଥ ହେଉଛି ନିୟମ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି ନମସ୍କାର, ଜୟ ଜଗନ୍ନାଥ।